কোটা ଶୀତଳ ଭଣ୍ଡାର ଖୋଲିବା ପାଇଁ ଆଜି ବୈଠକ ବସୁଛି। କୋଉଠି ଶୀତଳ ଭଣ୍ଡାର ରାଜ୍ୟରେ କରିବା ପାଇଁ ଆଜି ବୈଠକ ବସୁଛି। ଶୀତଳ ବୈଠକ କ'ଣ ଦରକାର? ଶୀତଳ ଭଣ୍ଡାର ତ ନିୟମ ଅଛି, ଯିଏ ଶୀତଳ ଭଣ୍ଡାର କରିବ 50% ସବସିଡି ତେବେ ତା ଆଲାଉ କରିଦେବ। ଯେଉଁ ବେକାର ଯୁବକମାନେ ଶୀତଳ ଭଣ୍ଡାର ପାଇଁ ଯେଉଁ ଜିଲ୍ଲାରେ ଆପ୍ଲାଏ କରୁଛନ୍ତି ତାକୁ ଦେଇଦେବ ପରମିଶନ, ତାକୁ ଜାଗା ଦେଇଦିଅ, ପରମିଶନ ଦେଇଦିଅ, ଲୋନ୍ ଦେଇଦିଅ, ସେ କରିବେ। ଆଉ ବୈଠକ ଯଦି ବସିଛ ଡିସାଇଡ୍ କର ସାରା ରାଜ୍ୟରେ ଯେଉଁ ଅଞ୍ଚଳରେ ପନିପରିବା ଜୋର ରହୁଛି ସେଇ ଜାଗାରେ ଆଗ ଖୋଲ ଏବଂ ତାର ନିୟମ ଅଛି ନବୀନ ପଟ୍ଟନାୟକ ବେଳୁ ଯେ ଶୀତଳ ଭଣ୍ଡାର କରିବ 50% ସବସିଡି 50% ସୁଝିବ। ଏ ବେକାର ଯୁବକମାନେ ଯେ ବୁଲୁଛନ୍ତି ତୁରନ୍ତ ତାକୁ ଜାଗା ଦେଇଦିଅ, ଅଚଳ ଯୋଉ ଶୀତଳ ଭଣ୍ଡାର ଅଛି 14ଟା ତାକୁ ଚଳାନ୍ତୁ, ତାକୁ ସଜାଗ କରନ୍ତୁ, ତିଆରି କରନ୍ତୁ, ରିପେୟାର କରନ୍ତୁ, ସଜାଗ କରିକି ଦିଅନ୍ତୁ ଲିଜ୍ରେ, ଭଲ ହେବ। ଯେଉଁଗୁଡ଼ାକ ଅଚଳ ତାକୁ ସଚଳ କରି ଲୋକଙ୍କୁ ଲିଜ୍ରେ ଦେଇଦିଅ। ଯେଉଁ ଅଞ୍ଚଳରେ ନାହିଁ ଶୀତଳ ଭଣ୍ଡାର ବେକାର ଯୁବକମାନେ ଆପ୍ଲାଏ କରିଛନ୍ତି ତାଙ୍କୁ ସୁଯୋଗ ଦିଅ, ଜମି ଦିଅ, ଇଲେକ୍ଟ୍ରିକ୍ ଦିଅ, ପାଣି ଦିଅ ଏବଂ ଲୋନ୍ ଦିଅ, ସେ ଶୀତଳ ଭଣ୍ଡାର କରନ୍ତୁ। ସେପ୍ଟେମ୍ବର ନିଯୁକ୍ତି ମେଳା